ओम नमो भगवते वासुदेवाय। ओम गुरु ब्रह्मा गुरु विष्णु गुरुदेव महेश्वर गुरु साक्षात परम ब्रह्म तस्मै श्री गुरुवे नमः। आज्ञा नमस्कार। आसंतु श्री रामचरित्र मानस कथा श्रवण करिबा। विश्वामित्रंकर चरणरे बारंबार शिरनत करी राजा कहिबाकू लागिले, हे मुनिराज, एही सबु सुख केवल आपणक कृपा कटाक्षर प्रसाद। राजा दशरथ ସବୁବେଳେ ଜନକଙ୍କର ସ୍ନେହ, ଶୀଳ, କୃତିତ୍ୱ ଓ ଐଶ୍ୱର୍ଯ୍ୟକୁ ସବୁ ଦୃଷ୍ଟିରୁ ପ୍ରଶଂସା କରୁଥାନ୍ତି। ପ୍ରତିଦିନ ପ୍ରଭାତରୁ ଉଠି ଅଯୋଧ୍ୟା ନରେଶ ବିଦାୟ ମାଗୁଥାନ୍ତି, କିନ୍ତୁ ଜନକ ତାଙ୍କୁ ନିଜର ପ୍ରେମ ବଳରେ ଅଟକାଇ ରଖିଥାନ୍ତି। ନିତ୍ୟ ନୂତନ ଭାବରେ ଆଦର ବଢ଼ି ଚାଲିଲା। ପ୍ରତିଦିନ ସହସ୍ର ପ୍ରକାରେ ଅତିଥ୍ୟ ହେଉଥାଏ। ନଗରରେ ପ୍ରତିଦିନ ନୂତନ ଆନନ୍ଦ ଉତ୍ସାହ ପ୍ରକାଶ ପାଉଥାଏ। ଦଶରଥ ଚାଲିଯାଆନ୍ତୁ ବୋଲି କେହି ଚାହୁଁ ନଥାନ୍ତି। ଏହିପରି ଭାବରେ ବହୁତ ଦିନ ବିତିଗଲା। ଜାଣନ୍ତୁ, ବରଯାତ୍ରୀମାନେ ସ୍ନେହ ଡୋରିରେ ବାନ୍ଧି ହୋଇଗଲେ। ଶେଷରେ ବିଶ୍ୱାମିତ୍ର ଓ ଶତାନନ୍ଦ ଯାଇ ରାଜା ଜନକଙ୍କୁ ବୁଝାଇ କହିଲେ, ଯଦ୍ୟପି ଆପଣ ସ୍ନେହବଶତଃ ତାଙ୍କୁ ଛାଡ଼ି ପାରୁନାହାନ୍ତି, ତଥାପି ଏଇଥର ଦଶରଥଙ୍କୁ ଯିବା ପାଇଁ ଆଜ୍ଞା ଦିଅନ୍ତୁ। ହେଉ ପ୍ରଭୁ, ଭଲ କଥା କହିଲେ ବୋଲି କହି ଜନକ ମନ୍ତ୍ରୀମାନଙ୍କୁ ଡକାଇଲେ। ସେଇମାନେ ଆସି ମହାରାଜାଙ୍କର ଜୟ ହେଉ କହି ମସ୍ତକ ଅବନତ କଲେ। ଜନକ କହିଲେ, ଅଯୋଧ୍ୟାନାଥ ଚାଲିଯିବାକୁ ଚାହୁଁଛନ୍ତି। ଆପଣମାନେ ଭିତରକୁ ରାଣୀମାନଙ୍କୁ ଖବର ଦିଅନ୍ତୁ। ଏହା ଶୁଣି ମନ୍ତ୍ରୀ, ବ୍ରାହ୍ମଣ, ସଭାସଦ ଓ ନିଜେ ରାଜା ଜନକ ମଧ୍ୟ ସଭାବିଷ୍ଟ ହୋଇପଡ଼ିଲେ। ବରଯାତ୍ରୀମାନେ ଏଇଥର ଫେରିଯିବେ ଶୁଣି ଜନକ ପୁରବାସୀ ବ୍ୟାକୁଳ ହୋଇଗଲେ। ସତ କଥାଟା କ'ଣ ବୋଲି ଲୋକେ ପଚରା ପଚରି ହେଲେ। ଫେରିବା କଥାଟା ସତ୍ୟ ବୋଲି ଶୁଣି ସମସ୍ତେ ସନ୍ଧ୍ୟା ଆଗମନରେ ପଦ୍ମ ମଉଳିଯିବା ପରି ବିଷର୍ଣ୍ଣ ହୋଇଗଲେ। ଆସିବା ବେଳେ ବରଯାତ୍ରୀମାନେ ଯେଉଁ ଯେଉଁ ସ୍ଥାନରେ ରହି ବିଶ୍ରାମ ନେଇଥିଲେ, ସେହି ସ୍ଥାନକୁ ବିଭିନ୍ନ ପ୍ରକାରେ ସଜ୍ଜା ପଠାଗଲା। ଅନେକ ପ୍ରକାର ମେବା, ଖଜରା, କିସମିସ, ବାଦାମ, ଅକ୍ରୋଡ଼ ପ୍ରଭୃତି ଶୁଖିଲା ଫଳ ଓ ପକ୍ୱାନ୍ନ ଜାତୀୟ ଖାଦ୍ୟଦ୍ରବ୍ୟ ମଧ୍ୟ ପଠାଗଲା। ସେହି ସବୁର ବର୍ଣ୍ଣନା ଅସମ୍ଭବ। ଅସଂଖ୍ୟ ବଳଦଙ୍କ ପିଠିରେ ଓ ଭାରୁଆମାନଙ୍କ ଦ୍ୱାରା ଏହି ସବୁ ସାମଗ୍ରୀ ପଠାଗଲା। ତାହା ସହିତ ଜନକ ମହାରାଜା ଅନେକ ସୁନ୍ଦର ଶଯ୍ୟା ସାମଗ୍ରୀ ମଧ୍ୟ ପଠାଇଲେ। 25,000 ସୁସଜ୍ଜିତ ରଥ ଓ ଲକ୍ଷେ ଘୋଡ଼ା ମଧ୍ୟ ପଠାଇଲେ। ଯେଉଁ ହାତୀଙ୍କୁ ଦେଖିଲେ ଦିଗ୍ଗଜମାନେ ବି ଦେଖି ଲଜ୍ଜିତ ହୋଇଯିବେ, ସେହିପରି 10,000 ସୁସଜ୍ଜିତ ମତ୍ତହସ୍ତେ ଗାଡ଼ି ଗାଡ଼ି ସୁନା, ଲୁଗାପଟା ଓ ରତ୍ନ, ଗାଈ, ମଇଁଷି ଏବଂ ନାନା ପ୍ରକାର ପଦାର୍ଥ ମଧ୍ୟ ପଠାଇଲେ। ଏହାଛଡ଼ା ଜନକ ପୁଣି ଯେଉଁ ଅପରିମିତ ଯୌତୁକ ଦେଲେ, ତାହା କଥାରେ କହିହେବ ନାହିଁ। ତାହା ଦେଖିଲେ ଲୋକପାଳମାନଙ୍କର ବିଭିନ୍ନ ଲୋକର ସମ୍ପତ୍ତି ମଧ୍ୟ ତାଠାରୁ କମ୍ ହୋଇଯିବ। ଏହିପରି ସମସ୍ତ ପଦାର୍ଥ ସଜାଇ ରାଜା ଜନକ ତାହା ଅଯୋଧ୍ୟାପୁରୀକୁ ପଠାଇ ଦେଲେ। ବରଯାତ୍ରୀମାନେ ଫେରିଯିବେ ବୋଲି ଶୁଣିଦେବା କ୍ଷଣି ସବୁ ରାଣୀ ପାଣି ଶୁଖି ଆସିଲେ ମାଛମାନେ ଛଟପଟ ହେଲାପରି ବିକଳ ହୋଇଉଠିଲେ। ସେଇମାନେ ବାରମ୍ବାର ସୀତାଙ୍କୁ କୋଳ କରି ଆଶୀର୍ବାଦ ଦେଇ ବୁଝାଇଲେ, ମା ଲୋ, ତୁ ସବୁବେଳେ ପତିଙ୍କର ପ୍ରିୟା ହୁଅ, ତୁ ଅହ୍ୟସୁଲକ୍ଷଣୀ ହୁଅ। ତୋତେ ଆମର ଏହା ହିଁ ଆଶୀର୍ବାଦ। ଶାଶୁ, ଶ୍ୱଶୁର ଓ ଗୁରୁଜନଙ୍କର ସେବା କରିବୁ। ପତିଙ୍କର ମନ ଜାଣି ତାଙ୍କ ଆଦେଶ ପାଳନ କରୁଥିବୁ। ଚତୁରୀ ସଖୀମାନେ ଅତ୍ୟନ୍ତ ସ୍ନେହବଶ ହୋଇ ତାଙ୍କୁ ବିନମ୍ର ଭାବରେ ସ୍ତ୍ରୀ ଧର୍ମ ସମ୍ବନ୍ଧରେ ଶିକ୍ଷା ଦେଲେ। ରାଣୀମାନେ ଚାରି ଝିଅଙ୍କୁ ଆଦରର ସହିତ ସ୍ତ୍ରୀମାନଙ୍କର ଧର୍ମ ଶିଖାଇ ବାରମ୍ବାର ଆଲିଙ୍ଗନ କଲେ। ମାମାନେ ବାରମ୍ବାର ଝିଅଙ୍କୁ ଧରି କହିବାକୁ ଲାଗିଲେ, ବିଧାତା କାହିଁକି ଏ ସ୍ତ୍ରୀ ଜାତି ଗଢ଼ିଲା ଭଲା? ଏତିକିବେଳେ ଭାନୁ, କୁଳକେତୁ, ଶ୍ରୀରାମ ବିଦାୟ ନେବା ପାଇଁ ଭାଇମାନଙ୍କ ସହିତ ପ୍ରସନ୍ନ ଚିତ୍ତରେ ଜନକଙ୍କର ନଗରକୁ ଚାଲିଲେ। ସ୍ୱଭାବ ସୁନ୍ଦର ସେହି ଚାରି ଭାଇଙ୍କୁ ଦେଖିବା ନିମନ୍ତେ ନଗରର ନରନାରୀ ଧାଇଁ ଆସିଲେ। କିଏ କହିଲା, ଏଇମାନେ ଆଜି ଚାଲିଯିବାକୁ ସ୍ଥିର କରିଛନ୍ତି। ବିଦେହ ରାଜା ବିଦା କରିବାର ସକଳ ପଦାର୍ଥ ସଜାଇ ସାରିଲେଣି। ଏଇଥର ଏହି ପ୍ରାଣପ୍ରିୟା ଅତିଥି ଚାରି ରାଜକୁମାରଙ୍କୁ ସୁନ୍ଦର ରୂପକୁ ଆଖି ପୂରାଇ ଦେଖିନିଅ। କେଉଁ ପୁଣ୍ୟ ବଳରେ ବିଧାତା ଏଇମାନଙ୍କୁ ଏଇଠାକୁ ଆଣି ଆମ ନେତ୍ରପଥରେ ଅତିଥ୍ୟ କରିଛି, କିଏ ଜାଣେ? ମୁମୂର୍ଷୁ ମଣିଷ ଅମୃତ ପାଇଗଲେ ଅଜନ୍ମା ଭୋକିଲା ମଣିଷ
କଳ୍ପବୃକ୍ଷ ପାଇଗଲେ, ନରକର ମଣିଷ ଭଗବାନଙ୍କର ପରମପଦ ଲାଭ ପାଇଗଲେ ଯେଇପରି ଧନ୍ୟ ହୋଇଯାଏ, ଏଇମାନଙ୍କ ଦର୍ଶନ ପାଇ ଆମେ ସେହିପରି ଧନ୍ୟ ହୋଇଯାଇଛୁ। ଶ୍ରୀରାମଙ୍କର ଶୋଭାକୁ ଆଖି ଭରି ଦେଖି ତାହାଙ୍କୁ ହୃଦୟରେ ଧରି ରଖି ଆପଣା ମନକୁ ସାପ କରିଦେଇ ଏଇମାନଙ୍କର ମୂର୍ତ୍ତିକୁ ତାର ମଣି କରିଦିଅ। ଏହିପରି ଭାବରେ ସମସ୍ତଙ୍କର ନେତ୍ର ସାର୍ଥକ କରି ସବୁ ରାଜକୁମାର ରାଜମହଲକୁ ଗଲେ। ରୂପର ସାଗର ଚାରି ଭାଇଙ୍କୁ ଦେଖି ସମଗ୍ର ରାଣୀମହଲ ହର୍ଷିତ ହୋଇଉଠିଲା। ଶାଶୁମାନେ ଅତ୍ୟନ୍ତ ଆନନ୍ଦରେ ବନ୍ଦାପନା ଓ ଆରତି କଲେ। ଶ୍ରୀରାମ ରୂପ ଦେଖି ସେଇମାନେ ପ୍ରେମରେ ନିମଗ୍ନ ହୋଇଯାଇଥାନ୍ତି ଏବଂ ଅତ୍ୟନ୍ତ ପ୍ରେମାବିଷ୍ଟ ହୋଇ ବାରମ୍ବାର ତାଙ୍କ ଚରଣ ତଳେ ପଡ଼ୁଥାନ୍ତି। ହୃଦୟ ପ୍ରୀତିମୟ ହୋଇଯାଇଥାଏ। ତେଣୁ ଆଉ ଲଜ୍ଜା ରହିନଥାଏ। ସେଇମାନଙ୍କର ସ୍ୱାଭାବିକ ସ୍ନେହର ବର୍ଣ୍ଣନା କିପରି ବା କରାଯିବ? ଭାଇମାନଙ୍କ ସହିତ ଶ୍ରୀରାମଙ୍କର ଅଙ୍ଗରେ ସୁଗନ୍ଧିତ ସାମଗ୍ରୀ, ତେଲ, ହଳଦୀ ପ୍ରଭୃତି ଲେପନ କରି ସେଇମାନେ ସ୍ନାନ କରାଇଲେ ଏବଂ ଅତ୍ୟନ୍ତ ପ୍ରେମର ସହିତ ଷଡ଼ରସଯୁକ୍ତ ନାନାବିଧ ଖାଦ୍ୟ ଖୁଆଇଲେ। କି ସୁଅବସର ଦେଖି ଶ୍ରୀରାମ ସଙ୍କୋଚର ସହିତ ସୁଶୀଳ ଓ ସ୍ନେହପୂର୍ଣ୍ଣ ବାଣୀରେ କହିଲେ, ମହାରାଜ ଅଯୋଧ୍ୟା ଫେରିଯିବାକୁ ଚାହୁଁଛନ୍ତି। ଆପଣମାନଙ୍କ ଠାରୁ ବିଦାୟ ନେବା ନିମନ୍ତେ ସେଇମାନେ ଆମକୁ ପଠାଇଛନ୍ତି। ହେ ମା, ଆମକୁ ପ୍ରସନ୍ନ ଚିତ୍ତରେ ଆଜ୍ଞା ଦିଅନ୍ତୁ ଏବଂ ଆମକୁ ନିଜର ପୁତ୍ର ମନେକରି ଆମ ପ୍ରତି ସବୁବେଳେ ସ୍ନେହ ରଖିଥାନ୍ତୁ। ଏହିତକ କଥା ଶୁଣିଦେବା କ୍ଷଣି ରାଣୀ ନିବାସରେ বিষଣ୍ଣତାର ଛାୟା ଖେଳିଗଲା। ଶାଶୁମାନେ ସ୍ନେହବଶତଃ କିଛି କହିପାରିଲେ ନାହିଁ। ସେଇମାନେ ଝିଅମାନଙ୍କୁ ଆଲିଙ୍ଗନ କଲେ ଓ ସେଇମାନଙ୍କୁ ସେଇମାନଙ୍କର ପତିମାନଙ୍କ ହାତରେ ସମର୍ପି ଦେଇ ବହୁ ବିନତି କଲେ। ସୀତାଙ୍କର ମା ବିନୟପୂର୍ବକ ରାମଙ୍କ ହାତରେ ସୀତାଙ୍କୁ ସମର୍ପଣ କଲେ ଏବଂ ହାତ ଯୋଡ଼ି ବାରମ୍ବାର କହିଲେ, ହେ ବାପା, ତୁମେ ତ ସୁଜ୍ଞ, ତୁମେ ତ ସମସ୍ତଙ୍କର ମନ କଥା ଜାଣିପାର। ମୋ ରାଣୀ ଅଛି, ଏଣିକି ଜାଣ ଯେ ମୋର ସୀତା ସମଗ୍ର ପରିବାରର, ସବୁ ପୁରବାସୀଙ୍କର, ମୋର ଓ ରାଜାଙ୍କର ପ୍ରାଣସମ ପ୍ରିୟ। ହେ ତୁଳସୀଙ୍କର ସ୍ୱାମୀ, ମୋ ଝିଅର ପ୍ରେମ ଓ ଭାବ ଦେଖି ତାକୁ ନିଜର ଦାସୀ ବୋଲି ଭାବିବ। ତୁମେ ପୂର୍ଣ୍ଣକାମ ଓ ସୁଜ୍ଞ ଶିରୋମଣି। ତୁମେ ଭାବପ୍ରିୟ, ତୁମକୁ ପ୍ରେମ ଭଲ ଲାଗେ। ହେ ରାମ, ତୁମେ ଭକ୍ତମାନଙ୍କ ଗୁଣକୁ ଗ୍ରହଣ କରିଥାଅ। ତୁମେ ଦୋଷ ବିନାଶକ ଓ ଦୟାର ଧାମ। ଏହିପରି କହି ରାଣୀ ରାମଙ୍କ ଚରଣ ଧରି ନୀରବ ହୋଇ ରହିଗଲେ। ସତେ ଯେଇପରି ତାଙ୍କ ବାଣୀ ପ୍ରେମରୂପୀ ପଙ୍କରେ ଅଟକି ଗଲା। ସେହି ସ୍ନେହପୂର୍ଣ୍ଣ ବାଣୀ ଶୁଣି ଶ୍ରୀରାମ ଶାଶୁଙ୍କୁ ବହୁ ପ୍ରକାରେ ସମ୍ମାନ ଦେଲେ। ଶେଷରେ ଶ୍ରୀରାମ କରଯୋଡ଼ି ବିଦାୟ ମାଗିବା ବେଳେ ବାରମ୍ବାର ପ୍ରଣାମ କଲେ। ଆଶୀର୍ବାଦ ନେଇ ଏବଂ ଭାଇମାନଙ୍କର ସହିତ ମିଶି ସମସ୍ତଙ୍କୁ ପ୍ରଣାମ କରି ଶ୍ରୀ ରଘୁନାଥ ସେଇଠାରୁ ଫେରିଲେ। ଶ୍ରୀରାମଙ୍କର ମଧୁର ମନୋହର ମୂର୍ତ୍ତିକୁ ହୃଦୟରେ ଧାରଣ କରି ସବୁ ରାଣୀ ସ୍ନେହରେ ବିବଶ ହୋଇଗଲେ। କିଛି ସମୟ ପରେ ମାଆମାନେ ଧୈର୍ଯ୍ୟ ଧରି ଝିଅମାନଙ୍କୁ ଡାକି ବାରମ୍ବାର ଛାତିରେ ଜାବୁଡ଼ି ଧରିଲେ। ଝିଅମାନଙ୍କୁ ବିଦାୟ ଦେଇସାରିବା ପରେ ମାଆମାନେ ପୁଣି ଥରେ ଫେରିଆସି ସେହିମାନଙ୍କୁ କୋଳେଇ ନେଉଥାନ୍ତି। ଏହାଦ୍ୱାରା ପରସ୍ପର ମଧ୍ୟରେ ପ୍ରୀତି କମ୍ ବଢ଼ିଲା ନାହିଁ, ଅର୍ଥାତ୍ ବହୁତ ପ୍ରୀତି ବଢ଼ିଗଲା। ପୋଖତି ଗାଈକୁ ଯେଇପରି ତାର ବାଛୁରୀଠାରୁ ଦୂରକୁ ତଡ଼ି ଅଲଗା କରାଯାଏ, ଝିଅମାନଙ୍କୁ ନ ଛାଡ଼ି ବାରମ୍ବାର ଛାତିରେ ଭିଡ଼ି ଧରୁଥିବା ମାଆମାନଙ୍କୁ ସଖୀମାନେ ସେହିପରି ଅଲଗା କରୁଥାନ୍ତି। ମଙ୍ଗଳ ଭବନ ଅମଙ୍ଗଳ ହାରି, ଦ୍ରବୟୁଷ ଦଶରଥ ଅଜିର ବିହାରୀ। ଜୟ ରାମ ଶ୍ରୀରାମ ଜୟ ଜୟ ରାମ, ଜୟ ରାମ ଶ୍ରୀରାମ ଜୟ ଜୟ ରାମ।